ଭଗବାନପୁର ଚାଞ୍ଚଲ୍ୟ ରାସ୍ତା କଡ଼ରେ ପଡ଼ିଛି ବିଟେକ୍ ପଢ଼ିଥିବା ଯୁବକଙ୍କ ମୃତଦେହ। ପାଖରେ ପଡ଼ିଛି ଗୋଟିଏ ଝିଅର ଚୁନରୀ, ଆଧାର କାର୍ଡ଼, ମୋବାଇଲ। ରାସ୍ତା କଡ଼ରେ ଥୁଆ ହୋଇଛି ନୂଆ ବୁଲେଟ୍। ସକାଳୁ ସକାଳୁ ଧର୍ମଶାଳା ବ୍ଲକ କୋତପୁର ଗ୍ରାମ ପଞ୍ଚାୟତର ଭଗବାନପୁର ସାମଲ ସାହି ନିକଟରେ ଏକ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଗାଁ ଲୋକ। ଘଟଣାଟି ଚାରିଆଡ଼େ ନିଆଁ ପରି ବ୍ୟାପି ଯାଇଥିଲା। ଯୁବକଙ୍କ ମୃତ ଶରୀରରୁ ପାଖ ଗାଁର ବୋଲି ଜଣାପଡ଼ିବା ପରେ ଧୀରେ ଧୀରେ ଭିଡ଼ ବଢ଼ିବାକୁ ଲାଗିଲା। ମୃତ ଯୁବକ ଜଣକ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅରାବଳ ଗ୍ରାମ ପଞ୍ଚାୟତର ଅରାବଳ ଗ୍ରାମର ଅଜୟ ସାମଲଙ୍କ ଏକମାତ୍ର ପୁଅ ପବିତ୍ର ସାମଲ। ବାପା ମାଆର ଗୋଟେ ବୋଲି ପୁଅ ଥିଲେ ପବିତ୍ର। କଲିକତାରେ ଦୀର୍ଘ 42 ବର୍ଷ ଚାକିରି କରି ଗେଲ ଅବସରରେ ପୁଅକୁ ବିଟେକ୍ ପଢ଼ାଇଲେ। ଏକ ଘରୋଇ କଲେଜରେ ଆଡମିସନ୍ କରିଥିଲେ ପବିତ୍ର। 2 ଦିନ ପୂର୍ବରୁ ସେ ଏକ ନୂଆ ବୁଲେଟ୍ ମଧ୍ୟ କିଣିଥିଲେ। ହେଲେ 2 ଦିନ ପରେ ତାଙ୍କର ଏମିତି ମୃତ୍ୟୁକୁ ସହଜରେ ଗ୍ରହଣ କରୁନାହାନ୍ତି ପରିବାର ଲୋକ ଏବଂ ଏହା ପ୍ରେମଜନିତ ଓ ତାଙ୍କ ପୁଅକୁ ମାରିଦେଇଥିବା ଅଭିଯୋଗ କରିଛନ୍ତି। ଆପଣ ପରିଚୟ ଦିଅନ୍ତୁ। ମୁଁ ହଉଛି ମୋ ପୁଅ, ମୋ ସୌର ପୁଅ ମାନେ ମୋ ପୁଅ ଆପଣଙ୍କ ନାଁ କ'ଣ? ଅସୀମ ନାୟକ। ଆଇଏମ୍ ରିପୋର୍ଟର ପ୍ରମେୟ, ଯାଜପୁର ଟାଉନ। ବବିନା ମହାନ୍ତି ସାଙ୍ଗ, ଜାଣିଥିବେ ଆପଣ ଯେହେତୁ ପ୍ରେସ୍ ଚ୍ୟାନେଲ ଲୋକ। ଆଇଏମ୍ ପ୍ରେସ୍ ରିପୋର୍ଟର। କ'ଣ ଏ ପିଲା ବିଷୟରେ କହିବେ କ'ଣ? ମୁଁ ପିଲା ବିଷୟରେ ଏତିକି କହିବି, ସେ ପିଲାଟିର ବୟସ ମାତ୍ର 20-21 ବର୍ଷ ହେଲା। ଗୋଟିଏ ପୁଅ, ସିଏ ମୋ ସୌର ପୁଅ ନୁହଁ, ତାକୁ ମୁଁ ନିଜ ପୁଅ ବୋଲି କରିକି ଅଲରେଡି ମୋ ପୁଅ ନାଁରେ ବି ତାକୁ ଲେଖାପଢି କରିଦେଇଛି। ସେ ଯୋଉ ଛୁଆଟି ଏମିତି ସାଙ୍ଗସାଥି ଅଛନ୍ତି, କିଏ କ୍ଲବ ଘର ଶୁଏ, କିଏ ସପ୍ତାହ ଶୁଏ, ଠାକୁର ପିଣ୍ଡାରେ ଶୁଏ, କିନ୍ତୁ ସେ ଏତେ ଦିନ ହେଲା 6 ମାସ କି ବର୍ଷ ହେଲା ଶୋଉଥିଲା। କିନ୍ତୁ କାଲି ଯୋଉ ଏଭଳିଆ ଅବସ୍ଥା ହେଲା, ଆପଣଙ୍କର ପ୍ରଥମ ଦାୟିତ୍ୱ ସେ ଯୋଉମାନେ ପାଖରେ ଶୋଉଥିଲା, କୋଉମାନେ ଥିଲେ ତାଙ୍କ ସହିତ, ପ୍ରଥମେ ଆପଣ ସେଟା ଖୋଜି ବାହାର କଲେ ଆପଣଙ୍କ ଦାୟିତ୍ୱ ପ୍ରଥମ। ଯଦି ସେଠି ନ ବାହାର କରିବେ ତାହେଲେ ଆପଣଙ୍କର ବି ଏଠି ରେକର୍ଡିଂ କରିବା ଆବଶ୍ୟକ ନାହିଁ, କି ଭିଡିଓ ସୁଟିଂ କରିବା ବି ଆବଶ୍ୟକ ନାହିଁ। ମୁଁ ପ୍ରଥମ, ଯେହେତୁ ମୁଁ ରିପୋର୍ଟର, ମୁଁ ମୋ ହିସାବରେ କହିବି। ଆଉ ଯଦି ଆପଣଙ୍କର ଠିକ, ମୁଁ ଜଣେ ରିପୋର୍ଟର ହିସାବରେ କହୁଛି, ସେତିକି ଦମ ଅଛି, ଆପଣ ମୁଁ ଥିଲେ ବି 2 ଦିନ ଭିତରେ ମୁଁ ଖୋଜି ବାହାର କରିଦେବି ଦୋଷୀ କିଏ। ଆଉ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି, ଯେହେତୁ ମୋ ରିପୋର୍ଟର ଭାଇ, ମୋ ସାଙ୍ଗ, ସାନ ଭାଇ, ଦୋଷୀ କି ଛୁଆଟା ତ ଚାଲିବା ମିଳିବ ନାହିଁ, କିନ୍ତୁ ଦୋଷୀ କି ସାମ୍ନାକୁ ଆଣ, ଚିହ୍ନା ପଡନ୍ତୁ, ତାପରେ ଆପଣ କ'ଣ କହିବେ କୁହନ୍ତୁ। ଆଉ ସମସ୍ତେ ସାଧାରଣ ଲୋକମାନେ ଅଛନ୍ତି, ସେ କ'ଣ କହିବେ କୁହନ୍ତୁ ହେଲା। ମୁଁ ଚାକିରି ନିଜେ କରିଛି, କାହିଁକିନା ସେ ଆମର ପଡ଼ିଶା ଲୋକ, ମୁଁ ଆଙ୍କ ସାଙ୍ଗରେ ଆଇଛି। ଆମର ଯୋଉ ମର୍ଡର କେସ୍ ହେଇଛି, ଆଇସି କ'ଣ ଅଛନ୍ତି ଆମର ହଉଛି, ସେ କହୁଛନ୍ତି ପୋଷ୍ଟମର୍ଟମ କରିବେ ହଉଛି କୋଉଠି କହିଲେ ଆମ ଯାଜପୁରରେ। ଯଦି ଆମ ଧର୍ମଶାଳା ତାଙ୍କ ଥାନାରେ ଯାଉଛି, ଆମ ଯାଜପୁରରେ କରିବାକୁ ସେ ଚାହୁଁଛନ୍ତି। ଯାଜପୁରରେ ମୁଁ ଆଇସି ଚିହ୍ନା ଅଛି, ମୁଁ ନିଜେ ବି କରିଦେଇ ପାରିବି। ଯଦି ସେ ଆଇସି ଯଦି କରିଦେବାକୁ କହୁଛନ୍ତି, ଆମେ 4-5 ଦିନ, ମୁଁ 7 ଦିନ ଦେବେ, 7 ଦିନ ଭିତରେ ଆମେ ତଦନ୍ତ କରି ପିଲାକୁ ବାହାର କରାଯାଏ, ଏତିକି ମୁଁ ଚାହୁଁଛି। ଆଉ କିଛି କହେ ନା, କିନ୍ତୁ 7 ଦିନ ତ ବାହାର କରିବା ଦରକାର। କାରଣ ପିଲାଟା କେମିତି ଆଇଲା, କ'ଣ ହେଲା, ଭଲ ମନ୍ଦ କଲା, କିନ୍ତୁ ତାଙ୍କ ଘର କତିରୁ ଭଲ ମନ୍ଦ ସମସ୍ତେ ଲୋକ କାନ୍ତି। କାରଣ ଗୋଟେ ମା କତିରୁ ପୁଅ ବାହାରିବା ବହୁତ କଷ୍ଟ। ଓଡିଶା ସଂଗ୍ରାମ ଯୋଉ କହିପାରିବେ? ଆଜ୍ଞା, ଆମେ ତ କହିପାରିବୁ, ମୁଁ ତ ଆମ ଘର ଯାଜପୁର ଟାଉନ, ମୁଁ କହିପାରିବିନି, କିନ୍ତୁ ଏତିକି ଆମେ ସବୁ ଦିନ ମୁଁ ବି ନିଜେ ଚାକିରି କରିଛି। କିନ୍ତୁ ଏଠି ପଡିଛି, ଆଧାର କାର୍ଡଟା ପଡିଛି ବୋଲି ସନ୍ଦେହ ହଉଛି। ଆଜ୍ଞା, ସନ୍ଦେହ ହଉଛି, କିନ୍ତୁ ସେ ସନ୍ଦେହଟା କ'ଣ ସତ? ମଣିଷ ମାତ୍ରେ ଭୁଲ ଥାଏ, ସେ ଭୁଲଟା କ'ଣ ସବୁବେଳେ ଠିକ? ଭୁଲଟା ବି ଭୁଲ। କିନ୍ତୁ ଆମେ ଚାହୁଁଛୁ 7 ଦିନ କି 7 ଦିନ ମଧ୍ୟରେ ତଦନ୍ତ କରି ଆମ ନହବ ଆମେ କ'ଣ ରିକେସ୍ କରିବୁ। ଆଉ ଭୁଲ ସମାଧାନ ଅଛି। ମୁଁ ଶୁଣିଥିଲା କ'ଣ ମୁଁ କରିଛି ମର୍ଡର, ସେ ଭୁଲ ଯଦି ଆମର ଆଇସି କିଛି ନ ବୁଝିଲେ ଆମେ ଲୋକମାନଙ୍କୁ ସତ୍ୟ ସାମ୍ନା କରିବା ପାଇଁ ଆଗକୁ ବାହାରିଛୁ। ତାହେଲେ କ'ଣ ପାଇଁ ଆଗକୁ ବାହାରିଛୁ ଟିକେ କୁହନ୍ତୁ। ମୁଁ ଜଣେ ରିପୋର୍ଟର କହୁଛି କଥା। ମୁଁ ନ୍ୟାୟ ଚାହୁଁଛି, ଆଉ ନ୍ୟାୟଟା ମିଳୁ, ମୋର ବଂଶ ବୁଡ଼ିଗଲା। ସେ ଝିଅ ଦୋଷ ନା, ଝିଅ କାହାକୁ ଆଉ କାହାକୁ ପ୍ରେମ ସମ୍ପର୍କ ଥିଲା ଯାହାକି ସେଟା ମୁଁ କେମିତି କହିବି? ତା ସାଙ୍ଗେ ସମ୍ପର୍କ ଥିଲା କି ନଥିଲା ମୁଁ ତ ସେଟା କହିପାରିବିନି, ମୁଁ ତ ଜାଣିନି। ଯୋଉଟା ମୁଁ ଏଟା କହୁଛି, ମୋ ପୁଅକୁ ମାରିଛନ୍ତି ଯେମିତି, ଏଟା ନ୍ୟାୟ ଚାই। ମୃତକର କ'ଣ ହେବେ? ଏଟା କିଏ? ଏ ମୃତ ଯିଏ ପଢିଛନ୍ତି, ସେ ମୋ ପୁଅ। କ'ଣ ଏ ଘଟଣା ବିଷୟରେ କହିବେ? ଆକ୍ଚୁଆଲି ଘଟଣା କ'ଣ? ଆକ୍ଚୁଆଲି ଘଟଣା ତାକୁ ମାରି ଦେଇଛନ୍ତି କି ଆଉ। ମୋ ପୁଅ ଭଲ ପାଇଥିଲା, ମାରି ଦେଇଛି। ସେ ଝିଅ ଘର ଗଲା। ଆଉ ଝିଅ ଘର କୋଉଠି? ଆମ ସେ ଅନାବାଦୀ ବଟ ଶର୍ମା। ତା ଆଧାର କାର୍ଡ ପଡିଛି, ତା ଓଢଣା ପଡିଛି, ସବୁ ପଡିଛି। ଆଉ ତାକୁ ଗୋଡେଇକି ଆସିକି ଏଠି ମାରିଛନ୍ତି। ଆଉ ଆଗରୁ ଆପଣଙ୍କ ସନ୍ଦେହ କରିଥିଲେ? ସେ ଧମକ ଦେଇଥିଲେ ବା। କ'ଣ ଧମକ? ଆମ ଘରେ ଯାଇକି ଧମକ ଦେଇଥିଲେ ତାଙ୍କ ବାପା। ଯେ କ'ଣ କହିଥିଲେ? କହିଥିଲେ ତମ ପୁଅ ସାଙ୍ଗରେ ମୋ ଝିଅର ଇଏ ଅଛି। ଆଉ କ'ଣ କହିବେ? ପିଲା କାଲି କେତେବେଳେ ଘଟଣା? କାଲି ଘଟଣା ହେଇଛି ରାତି 10ଟା ସମୟ। ମୋ ଘରକୁ ଖାଇକି ଗଲେ। ଆମର ଗୋଟେ ଜାଗା ଅଛି ଦାଦା ଘର, ସେଠି ଶୁଅନ୍ତି। ତାପରେ ରାତି 11ଟା ପରେ ଘଟଣା ଆସିକି ଏଠି କରୁଛନ୍ତି। ଆପଣଙ୍କ ନାଁଟା କ'ଣ? ଅଜୟ କୁମାର ସାମଲ। ପୁଅ ନାଁ କ'ଣ? ପବିତ୍ର କୁମାର ସାମଲ। ମୋର ଗୋଟିଏ ପୁଅ, ମୁଁ କାଲକାଟାରେ ରହେ।
ମୁଁ ଅନେକ କଷ୍ଟ କରି ପୁଅଟିକି ପାଠ ପଢ଼େଇଥିଲି ରବର ଟାଣିକିନି ଏମଜିଏମ ରବର ଫ୍ୟାକ୍ଟ୍ରିରେ ଚାକିରି କରିଛି। ରବର ଫ୍ୟାକ୍ଟ୍ରି ହଁ କୋଉଠି କାଲକାଟାରେ। କଲିକତା ହଁ କଲିକତାରେ ମୁଁ ଏଠି ଛୁଟିରେ ଆସିଲେ ନା ମୁଁ ରିଟାୟାର୍ଡ ହେଲା ଅବସ୍ଥାରେ ଆଇଛି ତାପରେ ମୁଁ କୋଉଠି ଆଜି ଘଟଣା ଏଇଆ ଏ ଭଲ ପାଇବା କେତେ ଦିନ ଥିଲା? ସେଟା ମୁଁ କହିପାରିବିନି ଶୁଣା ହଉଛି ଯେ ବର୍ଷେ 2 ବର୍ଷ କିଏ ହବ। ତାପରେ ଏଇ ଘଟଣା ଘଟେଇଥିବା ଲୋକ ଏଇ ଯୋଉ ଗାଡିଟା କଣ ଗାଡିଟା କାର ଆପଣଙ୍କ ପୁଅର ନା କାର? ହଁ ମୋ ପୁଅର ପରଦିନ ଏ ଗାଡିଟି କିଣିଛି। ନୂଆ ଗାଡି ହଁ ନୂଆ ଗାଡି ପରଦିନ ଉପରତ ଆଣିଛନ୍ତି କାଲି ଚଢିକିନି ବୁଲୁଥିଲା ଏ ଘଟଣା ଘଟୁଛି। ରାତି 10টাରେ ଆସିଥିଲେ ଆଜ୍ଞା ଇଆଡେ ଆସିନଥିଲେ ସିଏ ଆମର ଗୋଖାରେ ଶୋଇଥିଲେ ସିଏ ପଦାରେ ଶୋଇଥିଲେ ଆମର ଗୋଟେ ଭାଇ ପୁଅ ଘରେ ଶୋଇଥିଲା ଆଉ ଶୋଇବାରୁ ଇଏ ଆଜି ସକାଳୁ ମୁଁ ଆଜି ଜାଣିବାକୁ ପାଇନି 5ଟା ସମୟ 5:30 ସମୟ ଖବର ଗଲା ମୋ କତିକି ଯେ ତମ ପୁଅକୁ ସେଠି କିଏ ମାରିକି ଫୋପାଡ଼ି ଆଜି ସକାଳେ ଆଜି ଅନୁମାନ କରୁଛନ୍ତି ସିଏ ଘରୁ କେତେବେଳେ ଆସିଛନ୍ତି? ଆପଣଙ୍କ ପୁଅ ଘରୁ କେତେବେଳେ ଆସିଥିଲେ? 10টাରେ ରାତି 10টাରେ ରାତି 10ଟା ସେଠି ଶୋଇବାକୁ ଯାଇଥିଲେ। ଆଚ୍ଛା ଆମର ଗୋଟେ ଜାଗା ଦାଦାର କାରଖାନା ଗୋଟେ ଅଛି ସେଠି ଶୋଇଥିଲେ। କାରଖାନାଟା କୋଉଠି? ସେ ଗୋଖା ବୋଲିକି ସେ କୁହନ୍ତି ସେ ଜଣକ ପାଖରେ ମୋ ମଝିରେ ମଝିସ୍ଥଳିଆ। ସେଠି ସେ ସବୁଦିନ ଯାଆନ୍ତି ଶୋଇବାକୁ ନା କାଲି? ନା ସବୁଦିନ ସେ ଛୋଟବେଳଠୁ ସେ ବୋଲି କରୁନୁ ଆମର ଯେତିକ ପିଲା ସବୁ ସେଠି ଶୁଅନ୍ତି ତାଙ୍କର ସେ କାରଖାନା ଗୋଟେ ଅଛି ସେ କିଏ ରହନ୍ତି ନାହିଁ ଏ ସବୁ ଯେତିକ ଛୁଆ ସେଠି ଯାଆନ୍ତି ସବୁ ଖାଇ ପିଇକି ସେଠି ଶୁଅନ୍ତି। ମୋ ପୁଅ ଆଜିକି 5-7 ବର୍ଷ ହେଲା ସେଠି ଶୋଉଛି ପାଠ ପଢିଲା ଦିନଠୁ ଆହୁରି ବେଶୀ ହବ ସେ ଆଜି କଣ ଶୋଉଛି ନା କଣ ସେ ତାର ଛୋଟବେଳଠୁ ସେଠି ଶୁଏ। ହଁ କାମ ଚାକିରି କଲାଣି ଯିଏ ପଳେଇଲାଣି ସେ ସେଠି ଶୁଅନ୍ତି ସବୁଦିନ। ମୃତ ଯୁବକଙ୍କ ପାଖରେ ପଡ଼ିଥିବା ଆଧାର କାର୍ଡରେ ଝିଅର ଫଟୋ ଥିବା ସହ ରାହାଧରାପୁର ଗ୍ରାମର ମୋନାଲିସା ଶର୍ମା ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ଧର୍ମଶାଳା ପୁଲିସ ପହଞ୍ଚିଥିବା ବେଳେ ସ୍ଥାନୀୟ ଲୋକ ଘଟଣାର ସଠିକ୍ ତଦନ୍ତ ଦାବିରେ ଟାୟାର ଜାଳି ବାଲିଚନ୍ଦ୍ରପୁର ବରୁହାଁ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି। ତେବେ ଉକ୍ତ ଘଟଣାରେ ପୁଲିସ ଉପସ୍ଥିତିରେ ସାଇଣ୍ଟିଫିକ୍ ଟିମ୍ ଆସିବା ଡେରି ହେଉଥିବା ବେଳେ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ପବିତ୍ରଙ୍କ ପରିବାର ଲୋକ ଏହାକୁ ପ୍ରେମଜନିତ ହତ୍ୟାକାଣ୍ଡ ବୋଲି କହୁଥିବା ବେଳେ ପୁଲିସର ତଦନ୍ତ ପରେ ମୃତ୍ୟୁର ରହସ୍ୟ ଜଣାପଡ଼ିବ। 15 ଜୁନ ଜିଲ୍ଲା ପରିଷଦ ଏବେ ମୁଁ ଶୁଣିବାକୁ ପାଇଲି ମୁଁ ଯାଜପୁର ଟାଉନ ଥିଲି ଏବେ ଶୁଣିବାକୁ ପାଇଲି ଯେ ଆମରି ପଞ୍ଚାୟତର ପିଲା ଅଜୟ ସାମଲଙ୍କ ପୁଅ ସେଠି ଡେଡ୍ ବଡି ତାଙ୍କର ପଡ଼ିଛି ଏବଂ ଡେଡ୍ ବଡି ପାଖରେ ଗୋଟେ ଉର୍ନି ପଡ଼ିଛି ଚପଲ ବି ପଡ଼ିଛି ଗୋଟେ ଝିଅର ଆଧାର ବି ପଡ଼ିଛି। ଝିଅଟା ହଉଛି ରାଜଧରାପୁର ଅରାଳ ପଞ୍ଚାୟତର ରାଜଧରାପୁର ଝିଅ ଘର ନୁହଁ କେତେ ବାଟ? ଝିଅ ଘର ନୁହଁ ସେ ଝିଅର ଆଧାର ପଡ଼ିଛି ଜାଣିଛି ଆଧାର ଯୋଉ ପଡ଼ିଛି ସେଠି ବୋଧେ 1/2 କିଲୋମିଟର ଏଇଟା ମୁଁ ଅନୁରୋଧ କରିବି ଯେ କାମ କରିଛି ତାକୁ କଠୋରରୁ କଠୋର ଦଣ୍ଡ ଦିଆଯାଉ ଏବଂ ଉଚ୍ଚ କୋଟିର ତଦନ୍ତ କରାଯାଉ। ପବିତ୍ର ସାମଲ ଅଜୟ ସାମଲଙ୍କ ପୁଅ ପବିତ୍ର ସାମଲ ସେ ବାପା ମାଙ୍କର ଗୋଟେ ପୁଅ ବୟସ 28 ବର୍ଷ। ବହୁତ ଦୁଃଖଦାୟକ ଘଟଣା ତା ପରିବାର ବର୍ତ୍ତମାନ ଭାଙ୍ଗି ପଡିଛନ୍ତି ବର୍ତ୍ତମାନ ସେ ଗୋଟେ ପୁଅ ତାଙ୍କର ତାର ଉପଯୁକ୍ତ ନ୍ୟାୟ ମିଳୁ। କଣ ସାର୍ ଆପଣ ଆସିଲେ ତଦନ୍ତ କରିବେ? ଅଭିଯୋଗ କରୁଛୁ ସେଥିରେ ଆମେ ତଦନ୍ତ କରୁଛୁ ମୋର ସାଇଣ୍ଟିଫିକ୍ ପହଞ୍ଚିବ ପ୍ରପର୍ଲି ଇନଭେଷ୍ଟିଗେସନ୍ ହେବ ଆଉ ଏକ୍ଟର ଲ ଆକ୍ସନ୍ ନେଇଯିବ। ପାରିପାର୍ଶ୍ୱିକ ସ୍ଥିତି କ'ଣ କରୁଛି? ଦେଖନ୍ତୁ ଏବେ ଇନିସିଆଲ୍ ଷ୍ଟେଜ୍ରେ କହିହେବନି ପ୍ରପର୍ ଇନଭେଷ୍ଟିଗେସନ୍ ପରେ ଜାଣିବ। এই ঘটনা পছরে ଗୋଟେ ପ୍ରେମ ବ୍ୟାପାରକୁ ସନ୍ଦେହ କରାଯାଉଛି ସାର୍ ସେ ବାବଦରେ କ'ଣ କରିବାର ମଧ୍ୟ ସବୁ ଏଙ୍ଗଲକୁ ଆମେ ଦେଖି ତଦନ୍ତ କରିବା ସେଥିରେ ଯାହା ଇନଭେଷ୍ଟିଗେସନ୍ ଆସିବ ଯାହା ସେ ଅନୁସାରେ ଆକ୍ସନ୍ ନେଇଯିବ। କରିଦେଲେ ମର୍ଡର କରିଦେଲେ ଆମେ ବଣନ୍ଦା ପାଇବୁ ଆମର ଏଇ ଗୋଟିଏ ବଣନ୍ଦା ଦୁନିଆରେ ଏଇଟା ନ୍ୟାୟ ପ୍ରଥମରୁ ଜାଣିଥିବେ ଝିଅ ପୁଅ ଉଭୟ କେସ୍ ପ୍ରଥମରୁ ଜାଣିଥିବେ ସେଦିନ ସଂଶୋଧନ ନ କରି ଶେଷରେ ଏମିତି ମର୍ଡର କରିଦେଲେ ନା ଏଇଟା କଣ ଦୁନିଆର ନୀତି ଅଛି? ଧନ ଦୁନିଆ ତାର ଥାଇପାରେ ଅଜୟ ସାମଲ କେମିତି ଦୁନିଆରେ ରହିବ ସେଟା ଚେଷ୍ଟା କରନ୍ତୁ ଆପଣ ମାନଙ୍କୁ ଆମେ କିଛି ଜଣକୁ ରିକ୍ୱେଷ୍ଟ କରୁଛୁ ଆମର ଆଉ କିଛି ନାହିଁ ନ୍ୟାୟ ଆମେ ସବୁବେଳେ ଏମିତି ନ କଲେ ଆପଣ ଏମିତି ଜାଣିଛନ୍ତି ନା ଆମେ ଜାଣିନୁ ଆମେ ଏମିତି କିଛି ଜାଣିନୁ ଆମ ଘର ତ ଯାଇକି ସିଆଡେ ଆମେ ଭଣଜା ହିସାବରେ ଆମେ ଖାଲି ଏବେ ଶୁଣିନୁ ଭଣଜା ସିଆଡେ ଆସୁଛନ୍ତି ଏଇଭଳିଆ ଗୋଟିକି ଏଠି ଆସି ଶୁଣିନୁ ଏମିତିଆ କେସ୍ ବୋଲି
ଆମେ ଆଗରୁ ଶୁଣିଥିଲା ତ ସେମିତି ଯଦି ବାପା ମାନେ ରାଜି ନ ହଉଛନ୍ତି ମାମୁଁ ମଉଳା ଭଲ ମନ୍ଦ ପିଇସି ପିଇସାଙ୍କୁ ନେଇକି ସମାଧାନ କରୁଛନ୍ତି। ଏମିତି ତ ଦୁନିଆଟା ହେଇଗଲା ଝିଅ ପୁଅ କେସ୍। ଆଜି ତାଙ୍କ ଘରେ କଲେ କାଲି ଆମ ଘରେ କରିବେ, କାଲି ଆଉ କାହା ଘରେ କରିବେ। କିନ୍ତୁ ଦୁନିଆଟା ଏମିତି କଲେ ଝିଅ ଘର ତ ଦୁନିଆ ହେଇଯାଉଛି। ଝିଅ ମାନେ କିଛି ପୁଅ ଠାରୁ କିଛି ଫୁଟୁଆ ପାଇଯାଉଛନ୍ତି, ତାପରେ କଣ କରୁଛନ୍ତି ନା ଅଲଗା ଲୋକଙ୍କୁ କିଛି ଇଏ କରୁଛନ୍ତି। ଯଦି ଶୁଣନ୍ତୁ, ଆପଣ ହଉଛି ଆପଣଙ୍କର ଦାବି କଣ ଅଛି? କେତେ ଦିନ ଭିତରେ ତଦନ୍ତ କରିବାକୁ ଚାହୁଁଛନ୍ତି? ଆରେ ଏଇ 4 ଦିନ 2 ଦିନ ସିଏ ଭିତରେ କହୁଛନ୍ତି ଦେଖନ୍ତୁ। ଏଠି ମେଡିକାଲ ଯୋଉ ଆପଣଙ୍କ ଆଇସି ଏଠି ଅଛନ୍ତି ଧର୍ମଶାଳାର, ସିଏ କହୁଛନ୍ତି ଆପଣଙ୍କର ମେଡିକାଲ ଟିମ୍ ଏଠି ସପୋର୍ଟ ପାଇଁ ନାହାନ୍ତି, ସେମାନେ କରିପାରିବେନି, ସେ ବାହାରୁ ମଗେଇବେ। ଆପଣଙ୍କୁ ଟାଇମ ତାଙ୍କୁ ପଚାରିକି କହିବେ କେତେ ଦିନ ଟାଇମ ନେବେ, କହିପାରିବେ? ସେ କହୁଛନ୍ତି 7 ଦିନ କି 10 ଦିନ ଭିତରେ। ସେତିକି ଦିନ ଆପଣ ଅପେକ୍ଷା କରିବେ। କହିପାରିବିନି। ସତ୍ୟଜିତ ବେହେରାଙ୍କ ରିପୋର୍ଟ, ଓଡ଼ିଶା ଏକାମ୍ର ଲାଇଭ୍।